2019 ସାଧାରଣ ନିର୍ବାଚନରେ ଅଙ୍କ କଷା ଚାଲିଛି। ଏଠି 5 ଜଣ ପ୍ରତିଦ୍ୱନ୍ଦିତା କରୁଛନ୍ତି। କଂଗ୍ରେସ ଦଳ ଆପଲସ୍ୱାମୀ କାଡ୍ରାକା, ବିଜେଡି ଦଳ ଲାଲବିହାରୀ ହିମରିକା, ବିଜେପି ଦଳରେ ବସନ୍ତ ଉଲକା, ବିଏସ୍ପି ଦଳରେ ପୂର୍ଣ୍ଣବତୀ ମାଝୀ ଏବଂ ସ୍ୱାଧୀନ ପ୍ରାର୍ଥୀ ଭାବେ ମକରନ୍ଦ ମୁଦୁଲି ଲଢ଼ୁଛନ୍ତି। ଏଇଠି କହିବାକୁ ଗଲେ କାଲି ମକରନ୍ଦ ମୁଦୁଲିଙ୍କୁ କଂଗ୍ରେସ ଦଳ ତରଫରୁ ବହିଷ୍କାର କରାଯାଇଥିବା ଶୁଣିବାକୁ ମିଳୁଛି। ଆମେ ଯୋଗାଯୋଗ କରିଥିଲୁ ଶ୍ରୀଯୁକ୍ତ ମକରନ୍ଦ ମୁଦୁଲିକୁ। ସେ ତାଙ୍କର ପ୍ରତିକ୍ରିୟାରେ କହିଥିଲେ, ଯେହେତୁ ଗତ ଦିନ ମାନଙ୍କରେ ମୁଁ ରାୟଗଡ଼ା ନିର୍ବାଚନ ମଣ୍ଡଳୀର ଅନେକ ଲୋକ ସହିତ ଜଡ଼ିତ ଥିଲି, ଆଜି ବି ଅଛି। ସେଥିପାଇଁ ଅଞ୍ଚଳବାସୀ, ରାୟଗଡ଼ା ଜିଲ୍ଲାର ବୁଦ୍ଧିଜୀବୀ ସମସ୍ତେ ତାଙ୍କ ନିଜସ୍ୱ ମତରେ ମୋତେ ସ୍ୱାଧୀନ ପ୍ରାର୍ଥୀ ଭାବରେ ଚୟନ କଲେ। ଆଉ ତାଙ୍କର ଉଦ୍ଦେଶ୍ୟ ପୂରଣ କରିବା ପାଇଁ ତାଙ୍କର ମୌଳିକ ସମସ୍ୟାକୁ ମୁଁ ଭୋଟ ମାଧ୍ୟମରେ ୱିନ୍ କଲା ପରେ ମୁଁ ତାଙ୍କର ବ୍ୟବସ୍ଥାକୁ କାର୍ଯ୍ୟକଳାପ କରିବି ବୋଲି ସେ ମତ ସାବ୍ୟସ୍ତ କରିଛନ୍ତି। ଟିକିରିରୁ କ୍ଷମାସାଗର ନାୟକ, ନ୍ୟୁଜ୍ 27 ଓଡ଼ିଶା। ମୋ ନାଁ ମକରନ୍ଦ ମୁଦୁଲି, ମୁଁ ରାୟଗଡ଼ା ନିର୍ବାଚନ ମଣ୍ଡଳୀର ସ୍ୱାଧୀନ ପ୍ରାର୍ଥୀ। ସାର୍, ଆମେ ଶୁଣିବାକୁ ପାଉଛୁ ଆପଣଙ୍କୁ କଂଗ୍ରେସ ଦଳରୁ ବର୍ତ୍ତମାନ କାଢ଼ି ଦିଆଯାଇଛି ବୋଲି, ଆପଣଙ୍କର ମତ କ'ଣ ରହିବ? ବର୍ତ୍ତମାନ ମୁଁ ଗତ ନିର୍ବାଚନରେ ମୁଁ କଂଗ୍ରେସ ଦଳର ପ୍ରାର୍ଥୀ ଥିଲି। ବର୍ତ୍ତମାନ ବି ମୁଁ ଗତ ଇଲେକ୍ସନରେ କମ୍ ମାର୍ଜିନରେ ମୁଁ ହାରିଯାଇଥିଲି ଏବଂ ଏବେ ବି କଂଗ୍ରେସ ଦଳର ପ୍ରାର୍ଥୀ ଥିଲି। କିନ୍ତୁ ମୋତେ ତାଙ୍କର ଗୋଟେ ମୋ ପ୍ରତି ଅଞ୍ଚଳବାସୀ ପ୍ରତି, ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଏବଂ କଂଗ୍ରେସ ଦଳର କର୍ମକର୍ତ୍ତାମାନଙ୍କ ପ୍ରତି ମାନେ ଗଭୀର ଭାବରେ ଆଘାତ ହେଲା ଏବଂ ତାଙ୍କର ନିଷ୍ପତ୍ତି କ୍ରମେ ଏବଂ ସେମାନଙ୍କୁ ଯେଉଁ ଅନ୍ୟାୟ କରାଗଲା, ସେଥିପାଇଁ ଆମେ ସମସ୍ତଙ୍କର ସହମତିରେ ଆମେ ଆଜି ସ୍ୱାଧୀନ ପ୍ରାର୍ଥୀ ରୂପେ ମୁଁ 2019 ସାଧାରଣ ନିର୍ବାଚନରେ ମୁଁ ଛିଡ଼ା ହେଇଛି। ଆଚ୍ଛା, ଆପଣଙ୍କର ଟିକେଟ୍ କାଟିବାରେ କେଉଁଠି ନା କେଉଁଠି କଂଗ୍ରେସ ଦଳର କିଛି ବଡ଼ ଲିଡର ମାନଙ୍କର ହାତ ଥିବା ଅଞ୍ଚଳବାସୀ ଚର୍ଚ୍ଚା କରୁଛନ୍ତି, ଆପଣ କ'ଣ କହିବେ? ବର୍ତ୍ତମାନ କଂଗ୍ରେସ ଦଳର ନିଷ୍ପତ୍ତି ଆଜି ଜିତିବା ୱିନିଂ କ୍ୟାଣ୍ଡିଡେଟ୍ ମାନଙ୍କୁ ଆଜି ବହୁ ଜାଗାରେ ରାୟଗଡ଼ା ନିର୍ବାଚନ ମଣ୍ଡଳୀ ତଥା ବିଭିନ୍ନ ଜାଗାରେ ସେମାନେ କାଟିଛନ୍ତି। ତାଙ୍କର ବ୍ୟକ୍ତିଗତ ସ୍ୱାର୍ଥ ଦୃଷ୍ଟିରୁ ଆଜି ଅଞ୍ଚଳବାସୀଙ୍କୁ, ସେମାନେ ଅଞ୍ଚଳର କଂଗ୍ରେସ ପ୍ରେମୀମାନଙ୍କୁ ଏବଂ କଂଗ୍ରେସ କର୍ମକର୍ତ୍ତାମାନଙ୍କୁ ସେମାନେ ଆଘାତ ହେଇଛି ଏବଂ ତାଙ୍କ ପ୍ରତି ଅସମ୍ମାନ ହେଇଛି। ତେଣୁ ଯେଉଁ କଂଗ୍ରେସ ଦଳ ପିସିସି କି AIC ଯେଉଁ ନିଷ୍ପତ୍ତି ନେଲା, ତାହା କଂଗ୍ରେସ ଦଳ ପାଇଁ, କର୍ମୀମାନଙ୍କ ପାଇଁ, ଅଞ୍ଚଳବାସୀ ପାଇଁ ଘୋର ଅନ୍ୟାୟ ହେଇଛି। ଏଇଟା ସିଧାସଳଖ କହିବାକୁ ଗଲେ ଆପଣଙ୍କର ରାହୁଲ ଗାନ୍ଧୀଙ୍କର ନିଷ୍ପତ୍ତି ନା DCC ସିଏ ନିଜେ କିଛି ପଇସା ପତ୍ର ଖାଇ ଆପଣମାନଙ୍କୁ ଦଳରୁ ବହିଷ୍କାର କରିବା ଚିନ୍ତା ତାଙ୍କ ମନରେ ଜୁଟିଛି? ବର୍ତ୍ତମାନ DCC ଆମକୁ କ'ଣ ବହିଷ୍କାର କରିବ? ସେ ଆଉ ନିର୍ବାଚନ ପରେ ପରେ DCC ନିଜେ ବହିଷ୍କାର ନିଜେ ହେଇଯିବେ। ଆମକୁ କରିବା ଦରକାର ନାହିଁ, ସେ ନିଜେ ବହିଷ୍କାର ହେଇଯିବେ। ରାୟଗଡ଼ା ନିର୍ବାଚନ ମଣ୍ଡଳୀର ଜନସାଧାରଣ ଆପଣଙ୍କୁ କେତେ ମାତ୍ରାରେ ମତ ସାବ୍ୟସ୍ତ କରି ବିଜୟ ହାସଲ କରାଇବେ ବୋଲି ଆପଣ ଆଶାବାଦୀ? ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି, ଯେହେତୁ ମୁଁ ଦୀର୍ଘ ବର୍ଷ ହେଲା ଆମେ ଲୋକଙ୍କ ସହିତ ଅଛୁ, ଲୋକଙ୍କ ମୌଳିକ ସମସ୍ୟା ସହିତ ଅଛୁ, ଲୋକଙ୍କ ନ୍ୟାଯ୍ୟ ହକ୍ ପାଇଁ ଆମେ ଦୀର୍ଘ ଦିନ ହେଲା ଲୋକଙ୍କ ସହିତ କାମ କରୁଛୁ। ତଳ ସ୍ତରରୁ ଗ୍ରାଉଣ୍ଡ ସ୍ତରରେ ଆମେ କାମ କରୁଛୁ। ଆମେ ଯେଉଁ ତାଙ୍କ ସହିତ ଯୋଡ଼ି ହେଇଛୁ, ନିଶ୍ଚୟ ଆମ ପ୍ରତି ଆସ୍ଥା ପ୍ରକଟ ଅଛି। ଆଗାମୀ ଦିନରେ ନିଶ୍ଚୟ ଆମେ ଯେକୌଣସି ଚିହ୍ନରେ ବା ତେଣୁ ଆଜି ସେମାନେ ସେ ନିଷ୍ପତ୍ତି କଲେ, ତେଣୁ ମୁଁ ଆଜି ସ୍ୱାଧୀନ ଭାବରେ ମୋତେ ସହମତ କଲେ, ତେଣୁ ଆଜି ସ୍ୱାଧୀନ ଭାବରେ ମୁଁ ପ୍ରାର୍ଥୀ ଭାବରେ ଛିଡ଼ା ହେଇଛି ଏବଂ ନିଶ୍ଚୟ ଆଶା ଭରସା ଅଛି ଏବଂ ନିଶ୍ଚୟ ରାୟଗଡ଼ା ନିର୍ବାଚନ ମଣ୍ଡଳୀବାସୀ ଏବଂ କର୍ମକର୍ତ୍ତା ସମସ୍ତେ, ବୁଦ୍ଧିଜୀବୀ ସମସ୍ତେ ସହମତ ଅଛନ୍ତି। ଆଗାମୀ ଦିନରେ ନିଶ୍ଚୟ ଆମର ସ୍ୱାଧୀନ ପ୍ରାର୍ଥୀ ରୂପେ ନିଶ୍ଚୟ ବିଜୟ ହେବାର ସମ୍ଭାବନା। ଆଚ୍ଛା, ଏଠି କିଛି ଖଣି ମାଫିଆଙ୍କର ହାତ ରହିବା ଭଳି ଅନେକ ଚର୍ଚ୍ଚା ହେଉଛି, ଆପଣ କ'ଣ କହିବେ? ତେଣୁ ସେଇଟା ଜନସାଧାରଣ ଜାଣିଛନ୍ତି ଭଲ କରି। ଖଣି ମାଫିଆ ମାନେ କ'ଣ କରନ୍ତି, ଏଇଟା ଯେହେତୁ ମାଇନିଂ ଅପରେସନ୍ ଏରିଆ, ତେଣୁ ତାକୁ ଦୁର୍ବଳ କ୍ୟାଣ୍ଡିଡେଟ୍ ଦରକାର। ଏଠି କଂଗ୍ରେସ ଜିତିବାକୁ ସେମାନେ ଚାହୁଁନାହାନ୍ତି। ସେ ଦୃଷ୍ଟିରୁ ଆମେ ଲୋକ ବି ଜାଣିଛନ୍ତି ଯେ ଏଠି ଦୁର୍ବଳ କ୍ୟାଣ୍ଡିଡେଟ୍ ଦେଲେ ହିଁ ଏଠି ବିଜେଡ଼ି ଜିତିବ। ସେ ଦୃଷ୍ଟିରୁ ଆଖି ଆଗରେ ରଖିକରି ଜିତିବା କ୍ୟାଣ୍ଡିଡେଟ୍କୁ ସେମାନେ ଟିକେଟ୍ ଦେଇନାହାନ୍ତି ଏବଂ ଯେଉଁମାନେ ଦୁର୍ବଳ କ୍ୟାଣ୍ଡିଡେଟ୍କୁ ଟିକେଟ୍ ଦେଲେ, ଯାହାକି ବିଜେଡ଼ି ପାଇଁ ବିଜେଡ଼ି ସୁହାଇଲା ଭଳିଆ ସେମାନେ କ୍ୟାଣ୍ଡିଡେଟ୍ ଦେଇଛନ୍ତି, ଯେଉଁଟାକି ତାଙ୍କର କ୍ଷତି ହେବ କଂଗ୍ରେସ ଦଳ। ଆଚ୍ଛା, କିଛି ଲୋକ ଏମିତି ବି ଚର୍ଚ୍ଚା କରୁଛନ୍ତି କି ମକରନ୍ଦ ମୁଦୁଲି ସ୍ୱାଧୀନ ପ୍ରାର୍ଥୀ
एमएलए कैंडिडेट से विजय हासिल कला परे बीजेडी दल रे मिसिजिबे बोली आपण कोन कहबे? बर्तमान आमे आमे स्वाधीन प्रार्थी स्वाधीन जनसाधारण स्वाधीन भाव में मत निर्वाचित आगामी निश्चय आस्था प्रकट आम करुचु निश्चय आगामी रायगड़ा निर्वाचन एटा गोटे ऐतिहासिक निज रचिब आगामी दिन में स्वाधीन भाव में आम निश्चय आम काम करूँ राज्य में जेकोसी सरकार आसू आम आमर अंचल स्वार्थ को आखि आगे रखी से समय कर्मकर्ता आम सहयोगी मान निष्पत्ति नहीं आगामी दिन से निर्णय कर रायगड़ा जिला काशीपुर ब्लॉक एवं रायगड़ा ब्लॉक दुईटा ब्लॉक को नहीं गोटे निर्वाचन मंडली आठी निरीह आदिवासी हरिजन मानकर बहुल समस्या अच्छी यार उपरे आपण जदि विन करती ताहले कौन रहा मुद्दाटा? रायगढ़ निर्वाचन स्पेशली एटा एसटी एससी बहुल अंचल निश्चय एसटी एससी जो समस्या अच्छी जो मौलिक समस्या निश्चय आम प्राधान्य देवु एवं समस्या केमती समाधान हम तार आम स्वतः प्रति चेष्टित करूँ।